ତାଙ୍କର ଦିବ୍ୟ ସ୍ପର୍ଶ ଓ ଉପଚାରାତ୍ମକ ଶକ୍ତି ଯୋଗୁଁ ବହୁତ ଲୋକ ତାଙ୍କ ପ୍ରତି ଆକର୍ଷିତ ହେଉଥିଲେ। ସେ ଲୋକଙ୍କୁ ଆଧ୍ୟାତ୍ମିକ ଜ୍ଞାନ ଦେବା ସହିତ ସେମାନଙ୍କ ସହିତ କୀର୍ତ୍ତନ କରିବା ଆରମ୍ଭ କରିଦେଇଥିଲେ। ବେଳେବେଳେ କୀର୍ତ୍ତନ କରିବା ସମୟରେ ସେ ଭାବ ସମାଧିରେ ଲୀନ ହୋଇଯାଉଥିଲେ ଓ ସମାଧିସ୍ଥ ଅବସ୍ଥାରେ ଦିବ୍ୟ ପାଣିରେ ସତ୍ସଙ୍ଗ ମଧ୍ୟ କରୁଥିଲେ। ଉକ୍ତ ପାଣି ମଧ୍ୟରୁ କିଛି ପୁଣ୍ୟପୋଥି ନାମକ ପୁସ୍ତକରେ ଲେଖା ଅଛି। ବହୁତ କମ୍ ସମୟ ଭିତରେ ସେ ପ୍ରସିଦ୍ଧ ହୋଇଯାଇଥିଲେ। ଲୋକମାନେ ତାଙ୍କୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ନାମରେ ସମ୍ବୋଧନ କରିବାକୁ ଲାଗିଲେ। ସେ ସାମାନ୍ୟରୁ ସାମାନ୍ୟତମ ବ୍ୟକ୍ତିଙ୍କ ପାଖରେ ଆଧ୍ୟାତ୍ମିକ ଜ୍ଞାନ ପହଞ୍ଚାଇବା ପାଇଁ ସତ୍ସଙ୍ଗ ନାମକ ଅନୁଷ୍ଠାନ ଆରମ୍ଭ କରିଥିଲେ, ଯେଉଁଠାରେ ସେ ଯୁଗୋପଯୋଗୀ ହେବା ପାଇଁ ଜ୍ଞାନ ଦେଉଥିଲେ। ଧର୍ମ ବର୍ଣ୍ଣ ପ୍ରାନ୍ତ ନିର୍ବିଶେଷରେ ଅନେକ ଲୋକ ତାଙ୍କର ଯଜନ ଯାଜନ ଏବଂ ଇଷ୍ଟବୃତ୍ତି ଆଦି କର୍ମ ପ୍ରତି ଆକର୍ଷିତ ହେଲେ। ଶ୍ରୀ ଶ୍ରୀ ଠାକୁର ବାସ୍ତବରେ ହିଁ ଏହି ଯୁଗର ଈଶ୍ୱରଙ୍କ ଦୂତ ସଦ୍ଗୁରୁ, ଯିଏକି ସଦା ସର୍ବଦା ନିଃସ୍ୱାର୍ଥ ପ୍ରେମ ଓ ଦୟାଭାବ ଶିଖାଉଥିଲେ। ଅଖଣ୍ଡ ଭାରତର ବିଭାଜନ ପୂର୍ବରୁ ସେ ବାଂଲାଦେଶର ସବୁକିଛି ତ୍ୟାଗ କରିଦେଇଥିଲେ ଏବଂ